କୌଳଫୁଲ ସାହିତ୍ୟ ସଂସଦର ସମ୍ପାଦିକା ଅଛି। କ'ଣ କହିବେ ଆଜିର କାର୍ଯ୍ୟକ୍ରମ? ଆଜିର କାର୍ଯ୍ୟକ୍ରମ ରଖାଯାଇଛି ପ୍ରଥମେ ସାରା ଓଡ଼ିଶାରୁ ଯେଉଁ କବିମାନେ ଆସିବେ ସେମାନଙ୍କର କବିତା ପାଠ କରିବା ପାଇଁ, ଆଉ ଦ୍ୱିତୀୟ ଅଧିବେଶନ ରଖାଯାଇଛି ଯେ ଆମର ଆଲୋଚନା ଚକ୍ର ଶିଶୁ ସାହିତ୍ୟର ଆବଶ୍ୟକତା ଉପରେ ଯେଉଁ ଅତିଥିମାନେ ଆସିବେ ସେମାନେ ଶିଶୁ ସାହିତ୍ୟର ଆବଶ୍ୟକତା ଉପରେ ଆଲୋଚନା କରିବେ ଏବଂ ତା ସହିତ ସମ୍ବର୍ଦ୍ଧନା ପ୍ରତିବର୍ଷ ରଖାଯାଉଛି। ଏବର୍ଷ ମଧ୍ୟ ଆମେ 11 ଜଣକୁ ଏଇଠି ସମ୍ବର୍ଦ୍ଧନା ଦେବୁ ବିଭିନ୍ନ କ୍ଷେତ୍ରରେ। ଏମିତିକି ସାମ୍ବାଦିକଙ୍କୁ ମଧ୍ୟ ଆମର 2-3 ବର୍ଷ ହେଲା ଆମେ ସାମ୍ବାଦିକ ଦେଇକି ଆସୁଛୁ, କାହିଁକିନା କରୋନା ମହାମାରୀ ସମୟରେ ଘରୁ କେହି ନ ବାହାରୁଥିଲା ବେଳେ ସାମ୍ବାଦିକମାନେ ତାଙ୍କ ଜୀବନକୁ ଜଳାଞ୍ଜଳି ଦେଇ ଟିକନିକ୍ ଖବର ଲୋକଙ୍କ ପାଖରେ ପହଞ୍ଚୁଥିଲେ। ସେଥିପାଇଁ ଆମ କମିଟି ସ୍ଥିର କଲା ଯେ ଆମେ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ। ଏଥର ଆମ ସେଇ ଯାଜପୁରର ସଂସ୍କାର ନ୍ୟୁଜ୍ ଓଡ଼ିଆର ତପନ ମିଶ୍ରକୁ ଆମେ ସମ୍ବର୍ଦ୍ଧିତ କରୁଛୁ ଏବଂ ଯେଉଁମାନେ ସଂଗଠକ ସାହିତ୍ୟିକ ଶିଶୁ ସାହିତ୍ୟିକ ସେମାନଙ୍କୁ ମଧ୍ୟ ଆମେ ସମ୍ବର୍ଦ୍ଧିତ କରିବୁ।